ସୌମ୍ୟ ବୁବୁ ଯିଏ ଛୋଟ ବେଳୁ ଜନ୍ମ ବେଳୁ ଛାତ ଦୂର କଥା ଛପର ଖଣ୍ଡେ ବି ନଥିଲା ସାହାରା। ଇଏ ସେଇ ସୌମ୍ୟ ଯିଏ ତୃତୀୟ କ୍ଲାସରେ ପାଠ ପଢ଼ିଲା ବେଳେ ଚାହା ଚିନି ଆଣି ପୁଡ଼ିଆ କରି ବିକୁଥିଲେ, ପଇସା ଆସିଲେ ଘର ଚଳିବ। ସେଇ ସୌମ୍ୟ ପଞ୍ଚମ କ୍ଲାସରେ ପାଠ ପଢ଼ିଲା ବେଳେ ଗାଁରେ ଯେତେବେଳେ ଯାତ୍ରା ପଡ଼େ ଲୋକମାନେ ଆନନ୍ଦ ନିଅନ୍ତି, ସେଇ ସମୟରେ ସିଏ ଘରୁ ମଟର ତରକାରୀ ଆଉ ସିଝା ଅଣ୍ଡା ନେଇ ବଜାରରେ ବିକନ୍ତି, ଘର ଚଳିବ। ସେଇ ସୌମ୍ୟ କଲେଜରେ ପଢ଼ିଲା ବେଳେ ଟ୍ୟୁସନ୍ କରୁଥିଲେ, ଘର ଚଳିବ। ସେଇ ସୌମ୍ୟ କ୍ଷୀର ଆଣି ଛେନା ତିଆରି କରି ହୋଟେଲରେ ନେଇ ଲଗାଉଥିଲେ, ପାଠ ପଢ଼ି ଗଭର୍ଣ୍ଣମେଣ୍ଟ ଚାକିରି ଖଣ୍ଡେ କଲେ। ତାଙ୍କର ଇଚ୍ଛା ଥିଲା ଭଲ ଫିଜିକ୍ ବନେଇବା, ବଡି ବନେଇବା। ଏଇଟା ବହୁତ କମ୍ ଲୋକଙ୍କ ପାଖରେ ଥାଏ। ବଡ଼ ବଡ଼ ପୋଷ୍ଟରେ ଲୋକ ଥାଇକି ବି ତାଙ୍କ ପାଖରେ ଇଚ୍ଛା ନଥାଏ କି ଫିଜିକ୍ ନଥାଏ। ସେ ତା ଭିତରେ ନିଜକୁ ଷ୍ଟ୍ରଗଲ୍ କରି ନିଜ ବଡି ବନେଇଥିଲେ। ସେଇ ସମୟ ପୋଲିସ ଚାକିରି ଖଣ୍ଡେ କରିଥିଲେ, ନିଜ ମେହନତରେ ଜିମ୍ ଗୋଟେ ବି କରିଥିଲେ। ସେଇ ସୌମ୍ୟ ଯେଉଁଠି ତାଙ୍କର ଛୋଟବେଳେ ଛପର ନଥିଲା, ସେଇ ସୌମ୍ୟ ଘରେ ଖଣ୍ଡେ ତିଆରି କରିଥିଲେ। ନିଜେ ସିମେଣ୍ଟ ବୋହି, ନିଜେ ବାଲି ପକାଇ, ନିଜେ ପ୍ଲେଟ୍ ଲଗାଇଥିଲେ। ଘରେ ଲାଇନ୍ କଟିଗଲେ ବୋଉ ଫୋନ୍ କରିଥିଲା, ବୁବୁରେ ଲାଇନ୍ କଟିଗଲା, ସେଇ ସୌମ୍ୟ କରୁଥିଲେ। ପାଣି ନ ଆସିଲେ ବୋଉ ଫୋନ୍ କରିଥିଲା, ବୁବୁରେ ପାଣି ଆସୁନି, ସେଇ ସୌମ୍ୟ କରୁଥିଲେ। ସବୁ ସେଇ ସୌମ୍ୟ କରୁଥିଲା। ସେଇ ସୌମ୍ୟ ଗୋଟେ ଚାଟ୍ ସେୟାର କରୁଛି, ଦେଖନ୍ତୁ। ତାଙ୍କ ବେଷ୍ଟ ଫ୍ରେଣ୍ଡ ନିଶିକୁ ସେୟାର କରିଥିଲେ। ସୌମ୍ୟ ଘର ଆଗରେ ଗୋଟେ କୁକୁର, ବୁଲା କୁକୁର ସବୁବେଳେ ଆସେ। ସୌମ୍ୟ ବାହାରକୁ ଯାଉଥିଲେ, ଘରକୁ ଆସିପାରୁନଥିଲେ। ସେ ଚାଟ୍ରେ ତା ସାଙ୍ଗକୁ ମେସେଜ୍ କରିଛନ୍ତି, ସେ କୁକୁରଟିର ଦେହ ଖରାପ ଥିଲା, ତାକୁ ନେଇକି ଟିକେ ଡକ୍ଟରକୁ ଦେଖା, ଯେଉଁ ଟିକେ କମ୍ ପଇସା ଖର୍ଚ୍ଚ ହେବ, ଟିକେ ଡକ୍ଟରକୁ ଦେଖା, ଆଉ ଯାହା ଖର୍ଚ୍ଚ ହେବ ମୋତେ ଜଣାଇବୁ, ତୁ ଦେବୁନୁ, ମୁଁ ଦେବି। ଭାବ, ସେଇ ସୌମ୍ୟ ଆଜି ରୋଡ଼ ଉପରେ ଝିଅକୁ ଅତ୍ୟାଚାରଣ କଲା, ଆଜି ପବ୍ଲିକ୍ ତାକୁ ବାଡ଼େଇ ବାଡ଼େଇ ମାରିଦେଲେ। ଯେଉଁ ସୌମ୍ୟ ବୋଉ ପାଖରେ ନ ବସିଲେ ଖାଇପାରୁନଥିଲା, ବୋଉ ମୁଣ୍ଡ ଆଉଁସି ନଥିଲେ ଶୋଇପାରୁନଥିଲା, ଆଜି ତା ବାପା ବୋଉ କେଉଁ ଭଳିଆ ଅବସ୍ଥାରେ ଥିବେ ସେଟା ତୁମେ ଭାବନ୍ତୁ। ତାର ସ୍ୱପ୍ନ ଥିଲା ନିଜର ଗୋଟେ ଜିମ୍ କରିବ, ପିଲାଙ୍କୁ ବି କହିବ ବଡି ବନାଅ। 32 ବୟସରେ ତାକୁ ପିଟି ପିଟି ମାରିଦେଲ। ତାର ଭୁଲ କ'ଣ? ଥରେ ଭାବନ୍ତୁ ତା ଜୀବନଟି କ'ଣ ଥିଲା, ଛୋଟବେଳୁ ସେ କ'ଣ କରିଥିଲା, ସୁଖ କ'ଣ ଛୋଟବେଳୁ ସେ ଜାଣିନଥିଲା, କି ତା ଘର ଲୋକ ତାକୁ ଦେଇପାରିନଥିଲେ, କାରଣ ସକ୍ଷମ ନଥିଲେ। ଛୋଟବେଳୁ ସିଏ ତା ଘର ସୁଖ ପାଇଁ ନିଜେ ଦୁଃଖ ସହିଥିଲା, କଷ୍ଟ କରିଥିଲା। ସୌମ୍ୟକୁ ନ୍ୟାୟ ମିଳିବା ଦରକାର। ଯେଉଁମାନେ ପିଟିକି ମାରିଲେ ଭାବିଲେନି ଯେ ପିଲାଟି ମରିଗଲା ପର ଅବସ୍ଥା କ'ଣ। ଜଷ୍ଟିସ୍ ଫର୍ ସୌମ୍ୟ। ଜୟ ଜଗନ୍ନାଥ।